କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି ପ୍ରଜେଶ। ଆଜିର ଗଳ୍ପ ଉପଲବ୍ଧି। ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆଚାର୍ଯ୍ୟ ଦୀପଙ୍କଙ୍କର ବହୁତ ଯଶ ଏବଂ ସମ୍ମାନ ଥିଲା। ଅଧ୍ୟୟନ ଏବଂ ଅଧ୍ୟାପନା ହିଁ ତାଙ୍କ ଜୀବନର ସର୍ବସ୍ୱ ଥିଲା। ଦିନେ ରାତିରେ ଦୀପାଲୋକରେ ଅଧ୍ୟୟନ କରୁଥିବା ସମୟରେ କେତେବେଳେ ତାଙ୍କର ଆଖିପତା ଲାଗିଯାଇଥିଲା ଜାଣିପାରିନଥିଲେ। ନିଦ୍ରିତ ଅବସ୍ଥାରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ସମ୍ମୁଖରେ ଅତି ଆକର୍ଷଣୀୟ ମୁଦ୍ରାରେ ତଥାଗତ ଉପବେଶନ କରିଛନ୍ତି। ନେତ୍ର କରୁଣାରେ ପରିପୂର୍ଣ୍ଣ, ଅଧରରେ ଲାଗି ରହିଥିଲା ସ୍ମିତହାସ୍ୟ। ତଥାଗତଙ୍କୁ ଦେଖି ଦୀପଙ୍କର ବାରମ୍ବାର ତାଙ୍କର ପାଦ ତଳେ ପଡ଼ି ନିଜକୁ କୃତାର୍ଥ ମଣିଲେ। ତଥାଗତ ହସି ହସି ପଚାରିଲେ, ଦୀପଙ୍କର, ଏତେ ରାତିରେ ତୁମେ କ'ଣ କରୁଛ? ଭଗବାନ, ମୁଁ ଧର୍ମ, ତତ୍ତ୍ୱମୀମାଂସା, ଦର୍ଶନ ଏହିସବୁ ପଢ଼ୁଛି। ସେସବୁ କ'ଣ ତୁମେ ବୁଝିପାରୁଛ ନା ଖାଲି ପଢ଼ୁଛ? ଅବଶ୍ୟ ବୁଝିପାରୁଛି ଭଗବାନ, ଦୀପକଙ୍କର ଦୃଢ଼ ଆତ୍ମବିଶ୍ୱାସ ସହକାରେ କହିଥିଲେ। କିଛି କ୍ଷଣ ନୀରବ ରହି ତଥାଗତ ପଚାରିଲେ, ତୁମେ ଖାଲି ଶବ୍ଦାର୍ଥ ବୁଝୁଛ ନା ସେସବୁକୁ ଉପଲବ୍ଧି କରୁଛ? ଜ୍ଞାନୀ ଦୀପକଙ୍କର ପାଇଁ ଏଭଳି ଏକ ପ୍ରଶ୍ନ ସମ୍ପୂର୍ଣ୍ଣ ନୂଆ ଥିଲା। ବର୍ଷ ବର୍ଷ ଧରି ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କୁ ପାଠ ପଢ଼ାଇଛନ୍ତି। ଅନେକ ବିଦ୍ୱାନଙ୍କ ସହ ଶାସ୍ତ୍ରାର୍ଥ ଆଲୋଚନା କରିଛନ୍ତି। ବହୁ ବିଦ୍ୱାନଙ୍କୁ ଶବ୍ଦାର୍ଥ ଆଲୋଚନାରେ ପରାଜିତ କରିଛନ୍ତି। ହେଲେ ଏଭଳି ପ୍ରଶ୍ନ ପୂର୍ବରୁ ତାଙ୍କୁ କେହି ପଚାରି ନଥିଲେ। ହଜାର ହଜାର ବିଦ୍ୟାର୍ଥୀଙ୍କର ଜିଜ୍ଞାସା ସମାଧାନ କରିଥିବା ଦୀପକଙ୍କର ଏ ପ୍ରଶ୍ନରେ ନିଜକୁ ଅପ୍ରତିଭ ମନେ କଲେ। ଅସହାୟ ଭାବରେ ଦୀପକଙ୍କର ତଥାଗତଙ୍କ ଆଡ଼କୁ ଅନାଇ କହିଥିଲେ, ଭଗବାନ, ମୁଁ କେବଳ ଶବ୍ଦାର୍ଥ ହିଁ ବୁଝିପାରୁଛି। ଉପଲବ୍ଧ କରିବା ଶକ୍ତି ମୋଠାରେ ନାହିଁ। ଆଚାର୍ଯ୍ୟ ଦୀପକଙ୍କର ଏହିଭଳି ନିର୍ଭୀକ ସ୍ପଷ୍ଟ ଉତ୍ତରରେ ତଥାଗତ ଆଶୀର୍ବାଦ ପୂର୍ବକ ତାଙ୍କ ମଥା ଉପରେ ହାତ ରଖିଥିଲେ। ହଠାତ୍ ସ୍ୱପ୍ନ ତୁଟିଗଲା। ଦୀପକଙ୍କର ନିଦ ଭାଙ୍ଗିଲା। ଜାଣିପାରିଲେ ସେ ପଢ଼ୁଥିବା ବେଳେ ଶୋଇପଡ଼ିଛନ୍ତି। ସ୍ୱପ୍ନ କଥା ଚିନ୍ତା କରି ଶୟନ କକ୍ଷରେ ଅସ୍ଥିର ଭାବରେ ପଦଚାରଣା କରିବାକୁ ଲାଗିଲେ। ଜୀବନରେ ପ୍ରଥମ ଥର ପାଇଁ ଶବ୍ଦ ଜ୍ଞାନ ତାଙ୍କୁ ନିରର୍ଥକ ବୋଧ ହେଲା। ମନେ ମନେ ଭାବିବାକୁ ଲାଗିଲେ, ଏତେ କାଳ ହେଲା ବିଦ୍ୟା ଭ୍ରମରେ ଅବିଦ୍ୟା ହିଁ ଅର୍ଜନ କରିଛି। ଆଖି ଆଗରେ ନାଚି ଉଠିଲା ବୋଧହୁଏ ଏଇଥିପାଇଁ ତଥାଗତ ରାଜ୍ୟ, କ୍ଷମତା, ଅନିନ୍ଦ୍ୟ ସୁନ୍ଦରୀ ପତ୍ନୀ ଗୋପା, ପୁତ୍ର ସନ୍ତାନ ଏବଂ ରାଜ ଐଶ୍ୱର୍ଯ୍ୟ ସବୁକିଛି ଉପଲବ୍ଧି କରିବା ପରେ ହିଁ କାମନାର ବିଲୁପ୍ତି ନିମନ୍ତେ ସଂସାର ତ୍ୟାଗ କରିଥିଲେ। ଦୀପକଙ୍କର ଦୃଢ଼ ହେଲେ, ବାସ୍ ଢେର ହୋଇଯାଇଛି। ଏବେ ସେଇ ଅବିଦ୍ୟାକୁ ବିସର୍ଜନ କରିବା ହିଁ ମୋ ପାଇଁ ଶ୍ରେୟସ୍କର ହେବ। ଧନ୍ୟବାଦ।